ସମସ୍ତଙ୍କୁ ଶୁଭ ସକାଳ। ଆଜିର ଦିନଟି ଆରମ୍ଭ ହୋଇଥିଲା କଫି ପିଇବାରୁ। ପରେ ରେଡ଼ି ହୋଇ ଚାଲିଲି ଜିମ୍ ଅଭିମୁଖେ। ପ୍ରଥମେ କିଛି ସମୟ ସାଇକ୍ଲିଂ କରିବା ପରେ ଏଲିପ୍ଟିକାଲ କ୍ରସ୍ ଟ୍ରେନରରେ 10 ମିନିଟ୍ ୱାର୍କଆଉଟ୍ କରିଥିଲି। ରୋଇଂ ମେସିନରେ ଲେଗ୍, କୋର୍ ଓ ଅପର ବଡ଼ିକୁ ଏନଗେଜ୍ କରିବା ପରେ ଆପ୍ସକୁ ଟ୍ରେଣ୍ଡ କରିଥିଲି। ଟ୍ରେଡମିଲ୍ରେ ଶେଷ ହୋଇଥିଲା ଆଜିର କାର୍ଡ଼ିଓ ୱାର୍କଆଉଟ୍। ରୁମ୍ରେ ପହଞ୍ଚି ଅଣ୍ଡା ସିଝାଇବା ସହ ଓଟ୍ସ ମିଲ୍ ପ୍ରସ୍ତୁତ କରିଥିଲି। ପରେ ବ୍ରେକଫାଷ୍ଟ ସାରିଥିଲି। ସ୍କୁଲରେ ପହଞ୍ଚିବା ମାତ୍ରେ କ୍ଲାସ୍ 10 ପିଲାମାନଙ୍କର ଇଣ୍ଟରନାଲ୍ ଆସେସମେଣ୍ଟ ଓ ଆସ୍ପିରେସନାଲ୍ କମ୍ପୋନେଣ୍ଟର ମାର୍କ ସବୁକୁ ଏକ୍ସେଲ୍ ସିଟ୍ରେ ଭରିଥିଲି। ସେକେଣ୍ଡ ହାଫ୍ରେ ଏକ୍ସେଲ୍ ସିଟ୍କୁ ଧରି ପହଞ୍ଚିଥିଲି ରସମତଳା ହାଇସ୍କୁଲରେ ମାର୍କ ଅପଡେଟ୍ କରିବା ପାଇଁ। ସନ୍ଧ୍ୟାରେ ଆଜି ଲିପ୍ସା ଦିଦିଙ୍କର ଜନ୍ମଦିନ ପାଳନ କରିଥିଲୁ। କେକ୍ କଟା ହେବା ପରେ ସମଲେଶର ମୋର ବସି ଯାଇଥିଲୁ ଡିନର ପାଇଁ। ଯାହା ହେଉ ଏତେ ଦିନ ପରେ ଆଜି ଟିକେ ରୋଷେଇରୁ ମୁକ୍ତି ମିଳିଲା। ଦିଦିଙ୍କର ହାତ ତିଆରି ପୁରୀ, ମଟର ତରକାରୀ ଓ ସହ କ୍ଷୀରି ସ୍ୱାଦିଷ୍ଟ ଥିଲା। ବ୍ଲଗ୍ଟିକୁ ଏଇଠି ଶେଷ କଲି।